ଏବେ ଦେଖନ୍ତୁ ପୁରା କମ୍ପ୍ଲିଟ ହେଇଗଲା ଏବେ ଚିତ୍ରଟା ଆଉ କେମିତି ଦେଖା ହଉଛି ଦେଖନ୍ତୁ ଏବେ ଦେଖନ୍ତୁ ଆସିକି ଚୁଲି ହଉଛି ଅଧା ପରା ହେଇଗଲାଣି ଆସିକି ଖୋଳିକିରି ବୋଉ ଏବେ ଚୁଲି ପାରି ଚାଲିଛି ସମସ୍ତଙ୍କୁ ନମସ୍କାର ଜୟ ଜଗନ୍ନାଥ ଆଉ ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଭିଡ଼ିଓ ଅଛି ହଉଛି ନାନୀଙ୍କ ଉପରେ କାହିଁକିନା ସେ ସବୁ ଯେଉଁ ଜାଣିଥିଲେ କାନ୍ଥ ଚିତା ଏମିତିକି ବହୁତ ସୁନ୍ଦର ଗୀତ ଗାଆନ୍ତି ଲକ୍ଷ୍ମୀ ପୁରାଣ ଗାଇଛନ୍ତି ଆଉ ତାଙ୍କ କଣ୍ଠରେ ବହୁତ ସୁନ୍ଦର ହେଇଛି ସବୁ ଭିଡ଼ିଓ ଗୁଡ଼ାକ ଏଥିରେ ଅଛି ଆଉ ଆପଣମାନେ ଡେରି ନ କରି ଚାଲନ୍ତୁ ଦେଖିବା ଶୁଣିବା ସବୁ ତାଙ୍କ ଗୀତ ସେମିତି ଗାଇଛନ୍ତି ବହୁତ ସୁନ୍ଦର ଭାବରେ ଗାଇଛନ୍ତି ବହୁତ ସୁନ୍ଦର ବି ସ୍ୱର ତାଙ୍କର ଆଉ ମୋତେ ତ ଭଲ ଲାଗିଛି ତାଙ୍କର କାନ୍ଥକୁ ଚିତା ଆଙ୍ଗୁଠିରେ ଖାଲି ଆଙ୍ଗୁଠିରେ ଚିତା ପକାଇଛନ୍ତି ଆଉ ଏବେ ଡେରି କରିବାନି ଆଉ ଭିଡ଼ିଓଟିକୁ ସ୍କିପ୍ କରିବାନି କିଛି ଜାଣିପାରିବେନି ଆଉ ଏବେ ଆଉ ଡେରି କରିବାନି ଚାଲନ୍ତୁ ଦେଖିବା ନାନୀଙ୍କର କିଛି ଝୋଟି ଚିତା ନାନୀ କ'ଣ କାଟିଦେଲା ପଣସଟା ପକେଇଦେଲ ତା ଦେହରେ ଓହୋ ନାନୀ ସେ ପଣସ ଅଠା ଲାଗିବ ବୋଲି ମୁଁ କାଟିଲିନି ନାନୀ ହେଲା କାଟିକି ପକେଇଦେଲେ ଚାଉଳ ବାଟିକି ତାକୁ ପିଠଉ କରିଦେବୁ ପିଆଜ ରସୁଣ ସବୁ ପକେଇ ଟମାଟୋ ପକେଇ ପେଷ୍ଟ କରିଦେବୁ ସବୁ ପେଷ୍ଟ ହବ ସବୁ ମାନେ ପଣସ ନାଇଁ ଦେହ ହେଇନି କରିଦେବୁ ପଣସକୁ ଚକଡ଼ି ଦେବୁ ତା ଦେହରେ ଗୋଳେଇ ଦେଇକି ଚେକିକି ତେଲ ମାରିକି କରିବୁ ମାନେ ଛାଣିବୁ ଯାହା କରିବୁ ଆଉ ବୋଉ ହେରିକା ଖାଉଛନ୍ତି ଏଠି ଆଉ ନାନୀ ତ ଆଗୁଆ ଖାଇସାରିଲାଣି ନା ନାନୀ ତମେ ଆଗୁଆ ଖିଆ ମୁଁ ଆଗ ମୋର ବେଗା ବେଗି ଖିଆ ତ ଭୋକ ମତେ ଜଲ୍ଦି ଭୋକ ହୋଇ ତମେ ଜଲ୍ଦି ଭୋକ ହୋଇ ଜଲ୍ଦି ଭୋକ ଜଲ୍ଦି ସକାଳୁ ଦାନ୍ତ ଘଷିଲେ ଖାଇବି ଆଉ ସେଠି ବସିଲା ରୋଷେଇ ବସିନି ଏପର୍ଯ୍ୟନ୍ତ ଆସିକି 9ଟା ହେଲାଣି ଯେ ଭାତ ବସିବା ଆଉ ଏଠି ପିଲାମାନେ ବି ଖାଉଛନ୍ତି ଦୁଇଟା କି ବୋଉମର ଆଉ ସାନର ଖାଉଛନ୍ତି ପଖାଳ ଭାତକୁ ଆଳୁ ଭଜା ମିକ୍ସଚର ଆଉ ଦହି ପକେଇ ଦେଇଛନ୍ତି ପଖାଳ ଭାତରେ ଖାଉଛନ୍ତି ଆଉ ଏଠି ଦେଖନ୍ତୁ ପଖାଳ ଭାତ ଖାଉଛନ୍ତି ଆଉ ଏଠି ନାନୀ ଏଠି କାଟିଛନ୍ତି ହେଉଛି ଆମ୍ବ ମାନେ କାଟିଛନ୍ତି ମାନେ ୟାକୁ କ'ଣ ଆଚାର କରି ଏଠି କଟା ହେଲା ସିଝିଆ ହବ ସିଝିଆ ହେଇକି ଦଳା ହେଇକି ଚକଟା ହବ ଚକଟା ହେଇକି ଦୋରୁଅ ବାହାରିବ ତା ପଛରେ ଗୁଡ଼ ବସିବ ଗୁଡ଼ ଦେହରେ ମାନେ ଆମ୍ବ ଛଡ଼ା କରିବା ତାକୁ କାଲି ଆଣିଥିଲେ ମାଉସୀ ଘର ଆମ୍ବ ଆଉ ସବୁ କାଟିକି ସବୁ ନାନୀ ଥୋଇଛନ୍ତି ଏପଟେ ବି ଆଉ କାଟିକି ଥୋଇଛନ୍ତି ଆଉ କ'ଣ କଲ ଆଉ ଏଠି କାଟିକି ଥୋଇଛନ୍ତି ଏଠି ବାଲ୍ଟି ଥୁଆ ହେଇଛି ଏଠି କଟା ହେଇକିରି ସବୁତକ ଆମ୍ବ ଛଡ଼ା ହବ ଆଜି ଆଉ ନାନୀ ଆଜି ତିଆରି କରିବେ ପାଗ ଯୋଗ କରିବେ ନାନୀ ଆମର ଭଲ ପିଠା କରନ୍ତି ଆଉ ଦେଖିବା ନାନୀ ଯଦି ରହିଲେ ସୁବିଧା ହେଲା ପିଠା କରିବା ଦେଖିବେ ଆପଣମାନେ ବହୁତ ସୁନ୍ଦର ସୁନ୍ଦର ପିଠା କରନ୍ତି ହେଲା ଆଉ ଆପଣମାନେ ନିହାତି ଅପେକ୍ଷା କରିଥାନ୍ତୁ ଯେ ନାନୀଙ୍କର ଭଲ ଭଲ ଗୀତ ଆସିବ ଆଉ ଡ୍ୟାନ୍ସ ବି ଆସିବ ନାନୀ ବହୁତ ମାନେ ଭଲ ଡ୍ୟାନ୍ସ କରନ୍ତି ଆଉ ହେଲା ଗୀତ ବି ଭଲ ଗାଆନ୍ତି ଆଉ ସବୁ କରିବା ଟିକେ ଅପେକ୍ଷାରେ ରୁହନ୍ତୁ କାହିଁକି ନା ଟିକେ ଏଇଠି କାମ ଦାମ କରିକି ମୋ ମୁଣ୍ଡଟା ଟିକେ ଭଲ ନଥିଲା ମୁଣ୍ଡ କ'ଣ ହେଉଥିଲା କାଲିଠାରୁ ମୁଁ କିଛି କରିପାରୁନଥିଲି ଆଉ ଟିକେ କରିବା ଉପରବେଳା ଆଡ଼ିକି ଆଉ ଭିଡ଼ିଓ ଆପଣମାନେ ଅପେକ୍ଷାରେ ନିହାତି ଥାଆନ୍ତୁ ଆଉ ନାନୀ କେମିତି ଡ୍ୟାନ୍ସ କରୁଛନ୍ତି କ'ଣ କରୁଛନ୍ତି ଆଉ ଭଲ ଗୀତ ବି ଗାଆନ୍ତି କାନ୍ଦଣା ବି ଭଲ ଗାଆନ୍ତି ହେଲା ନାନୀ ଆଜି କାନ୍ଦଣା ବି ଝୋଟି ବି ଭଲ ପକାନ୍ତି ସବୁଥିରେ ନାନୀ ପୁରା ପାସ୍ ନା ସବୁଥିରେ ପାସ୍ ହଉ ଅପେକ୍ଷାରେ ରୁହନ୍ତୁ ଆଉ ଏଠି ଦେଖନ୍ତୁ ମା ଏବେ କ'ଣ କରୁଛି ନା ଆମ୍ବ ଏବେ କଟାକଟି କରୁଛି ଆଉ ଆମ୍ବ ଏବେ କଟାକଟି ହେଉଛି ଏବେ ମା ଆମ୍ବ କ'ଣ ହବ ଖଟା ହବ ଓହୋ ଖଟା ହବ ଖଟା ହେବା ପାଇଁ ଏବେ କଟା ହେଉଛି ଏବେ ଆମ୍ବ ଆଉ ବି କ'ଣ ଆମ୍ବୁଲ ବି ହବ 3 ପ୍ରକାର ହବ ଆଜି କିନ୍ତୁ ଏଇନା ହବ ଖଟାଟା ଖଟା ହବ ଆଉ ଏଠି କ'ଣ 3 ଜଣ ବସିକି କ'ଣ କଥାବାର୍ତ୍ତା ହେଉଛ ଗରମ ହେଉଛି ଫ୍ୟାନ୍ ତ ଲଗେଇ ଦେଇଛ ବଡ଼ ଫ୍ୟାନ୍ଟା କହିଲି ବଡ଼ ଫ୍ୟାନ୍ଟା ତ ଲଗେଇ ଦେଇଛ ଆଉ ବସିଛ ଆଉ ଭଲ ପବନ ହେଉଛି ବାରଣ୍ଡାରେ ଆଉ ହଁ କ'ଣ କ୍ୟୁ ଆଣିକି ଖେଳୁଛ ସଲ୍ଭ କରୁଛ ଆଗକୁ ତମକୁ ଆସିବନି ଗୁଗୁଲ ମାରିକି କରିଦେଉଛ ତାହେଲେ ଗୁଗୁଲ ଦେଖିବ ଆଉ ନିଜ ମାଇଣ୍ଡରେ କରୁନ ଆସିବନି ଆସେଗା ଆଉ ଏଠି ତ ସବୁ କାମ କରୁଛନ୍ତି କଥାବାର୍ତ୍ତା ହେଉଛନ୍ତି ଆଉ ଏପଟେ ବାରି ପଟେ ମମି ଏକା ଆସିକି ଏପଟେ କ'ଣ କରୁଛି ନା ମାଛ ଭଜା ବି କରୁଛି ମାଛ ଭଜା ପାଇଁ ମାଛ ତରକାରୀ ପାଇଁ ଏଠି ପିଆଜ ଅଦା ଆଉ ଟମାଟୋ କଟା ହେଇଛି ଏପଟେ ଆଳୁ ସିଝା ହେଇକି ଥୁଆ ହେଇଛି ଏପଟେ କ'ଣ ବସିଛି କ୍ଷୀର ବସିଛି ଏବେ ସାଧା ଡାଲି ହେଇଛି ଆଜି କ'ଣ ସନ୍ତୁଳା ହେଇଛି ନା ଡାଲି ଆମ୍ବଟା ହେଇଯାଇଛି ଆମ୍ବ ଗୋଟେ ଦେଖନ୍ତୁ ଫ୍ରେଣ୍ଡସ୍ ଏଗୁଡ଼ା ସବୁଠୁ ଆମ୍ବ କଟାଟା ବହୁତ ସୁନ୍ଦର ହେଇଛି ମୋତେ ଆମ୍ବ କଟାଟା ଭଲ ଲାଗେ ତ ସେଥିଲାଗି ମୋ ପାଇଁ ହେଇଯାଇଛି ମାଛ ତରକାରୀ ଆଉ ଏଠି ଚିଙ୍ଗୁଡ଼ି ଥୁଆ ହେଇକି ଭଜା ହେବ ଏଠି ମାଛ ଭଜା ହେଉଛି ଆଉ ଏଠି ମାଛ ଭଜା ହେଇକି ଅଛି ଆଜି ବେସର ହବ ନା ତରକାରୀ ବେସର
ବେସର କରିଦେଲୁ। ଆରେ କେତେ ପ୍ରକାର କରୁଛ ରେ? ଖାଇବ ନା ନାଇଁ ପୁଣି? କେତେ ପ୍ରକାର ହଉଛି ବା। କୁଣିଆ ଆଇଛ ପୁଣି ଖାଇକି ଯିବ କି ନାହିଁ? ହଁ ସାଧା ଡାଲି, ଭାତ, ଆମ୍ବ ଟ୍ରକ, ମାଛ ଝୋଳ ଆଉ ବେସର କଣ ଏତେ ପ୍ରକାର ଏପଟେ କ୍ଷୀର ହୋଇଛି କଣ ଏତେ ପାଇଟି କରୁଛ? ମା ଆସିଛନ୍ତି ଖବର ନେବୁ। ମା ଆସିଛନ୍ତି ଖବର ନେବି। ମୋ ବାପ ଘର ମୁଁ କଣ ଖବର ଦେବି? ମୁଁ ଘରର ଉତ୍ତରାଧିକାରୀ ଚାହିଁଲେ କହିଲେ ଚାହେଁ ଆଉ ମୁଁ ଖବର ଦେବି? ସିଏ କଣ? ଘରର କଣ? ସିଏ ତା ବାପର ଉତ୍ତରାଧିକାରୀ। ସିଏ ତା ବାପର ଉତ୍ତରାଧିକାରୀ। ମୋ ବାପ ଅଧିକାରୀ 3 ବଂଶରେ ମୋ ବାପ ଯେତେବେଳେ ଥିଲା ମୋ ବାପର ମୁଁ ଉତ୍ତରାଧିକାରୀ। ଗୋଟିଏ ଝିଅ ମୁଁ ନା ଉତ୍ତରାଧିକାରୀ ନାହିଁ ତାଙ୍କର। ତମ ବାପର ଗୋଟେ ଝିଅ ଆଉ କି ନାହାନ୍ତି? ଆଉ ସେ ଝିଅ ଡେଥ୍ ଦେଇଦେବି। ଡେଥ୍ ହେଇଯାଇଛି ବଡ଼ ଝିଅ। ମୁଁ ସାନ ଝିଅ ରଙ୍ଗ ଡେଥ୍ ଲତା ଅଛନ୍ତି। ନା କହିଲେ ତାଙ୍କ ଭଉଣୀ। ଓହୋ। ଏବେ ଦେଖନ୍ତୁ ବୋଉ ଏବେ ଚୁଲି ପାରିବାକୁ ଷ୍ଟାର୍ଟ କରିଦେଇଛି କାହିଁକି ନା ସେପଟେ ଯେଉଁ ରୋଷେଇ ହେଉଥିଲା ସେ ଚୁଲି ଟିକେ ଭାଙ୍ଗି ଯାଇଛି ତ ମୁଁ ସେଥିଲାଗି କହିଲି ଏଇପଟକୁ ଏଇଠି ଗୋଟେ ପାରିଦେ। ବୋଉ ଆସିଛି ତା ହାତରେ ବହୁତ ଭଲ ଚୁଲି ହୁଏ ତ ସେଥିଲାଗି ଚୁଲି ପରା ଷ୍ଟାର୍ଟ କଲା ବୋଉ। ଆଉ ସାନ ହେରିକା ଯାଇଥିଲେ ଜେଜେମାକୁ ଡାକିବାକୁ। ଜେଜେମା ଯାଇଛନ୍ତି ତାସ କରିବାକୁ। ଆଉ ଏଇ ମାଆଙ୍କୁ ଡାକିଲୁ, ମାଆକୁ ଡାକିଲୁ। ମା କ'ଣ କହିଲେ? କହିଲେ ଆଇରେ ସେ ଯେଉଁ ନଡ଼ିଆ ଗଛ ଥିଲା ତ ଖାଲି ଚେର ବାହାରୁଛି। ଆଇ ଯେତେ ଖୋଳୁଛି ସେ ଖାଲି ଚେର ବାହାରୁଛି। ନଡ଼ିଆ ଚେର ବାହାରୁଛି। ଏଇଠି ଗୋଟେ ନଡ଼ିଆ ଗଛ ଥିଲା ଆମର ହେଲା। ହଁ ନଡ଼ିଆ ଗଛ ଥିଲା। ଉଠା ଚୁଲି ପରା ହେଇଛି ତା ବାଦ ଗୋଟେ ଚୁଲି ପରା ହେଉଛି। ତମେ ମା ମାଟି ଚକଟିବ ହେଲା। ମାଟି ଚକଟା ବହୁତ ପକେଇଦି ଅନ୍ଧାର ହେଲେ ଆଉ ଭଲ ଲାଗିବ। ଦେଖନ୍ତୁ ଆସିକି ଚୁଲି ହେଉଛି ଅଧା ପରା ହେଇଗଲାଣି। ଆସିକି ଖୋଳିକିରି ବୋଉ ଏବେ ଚୁଲି ପାରି ଚାଲିଛି। ଆଉ ଦିନରୁ କ'ଣ ବର୍ଷା ଗୋଡ଼ି ଆସିଲାଣି ବୋଲି ଅନ୍ଧାରିଆ ଦେଖାଉଛି ବା ହେଲା। ବର୍ଷା ଗୋଡ଼ି ଆସିଲେ ଅନ୍ଧାରିଆ ଦେଖାଉଛି। ଚୁଲି ଏବେ ପରା ଚାଲିଛି। ଆଉ ସେପଟେ ଆଉ ନାନୀ କହୁଛନ୍ତି ଗୋଟେ ଝୋଟି ଆଙ୍କିବେ ବୋଲି ଯାଉଛି ଚାଉଳ କାଟିବି। ଆଉ ଦେଖନ୍ତୁ ବର୍ଷା ପବନ ଭାରି ଜୋରରେ ଆସିଲାଣି। ଦେଖନ୍ତୁ କେତେ ଜୋରରେ ବର୍ଷା ପବନ ଆସିଲାଣି କିନ୍ତୁ ଖେଳ ସରୁନି ସାନୁଆଙ୍କର। ଆଉ ବୋଉ ଏଠି ଯେଉଁ ଚୁଲି ପାରୁଥିଲା ଚାଲନ୍ତୁ ଦେଖିବା କେତେ ବାଟ କଲା ବୋଉ ଚୁଲି। ବୋଉ ଟିକେ ସାଇଡ୍ ହେଲୁ ଆଗରୁ। ଚୁଲିଟା ବଢ଼ିଆ ସୁନ୍ଦର ଭାବରେ ପାରି ଆସିଲାଣି। ଆଉ ଚୁଲିଟା ପାରିଲାଣି ବୋଉ ପରା ଅଧା ହେଇ ଆସିଲାଣି ଚୁଲି। ଚୁଲି କେମିତି ପରା ହେଉଛି ଆଇ ପାରୁଛନ୍ତି ଦେଖିଲୁ? ଦେଖିଛୁ? ଦେଖିନୁ? ଆଉ ଆମେ ଏଠି କ'ଣ ଚକଟା ଚକଟି କ'ଣ କରୁଛୁ ଏବେ? ଏ ପଣସ ଯେଉଁ ନୁହଁ ହଁ କଠା ପଣସ କଠ ଯେଉଁ ସେ ସିଝା ହେଇଥିଲା ସିଝେଇକିରି ତାକୁ ଏବେ ବଡ଼ା ତିଆରି କରିବା। ବଡ଼ା ହବ ଆଜି? ପିଠଉ। ଓ ଏମିତି ଭଲ ଲାଗିବ ସେ ବଡ଼ା? ପିଠଉ ହଁ ଇଏ ହେଲେ ଏଥିରେ ବଟା ହେଇଛି ସେଦୁଅ ଦିଆହବ ନା ଆଉ ସେମିତି ହବ। ଓହୋ। ଏ ସେଦୁଅ ଜିରା ଲଙ୍କା ଆଉ ହେଉଛି ପିଆଜ ଅଦା ସବୁ ବଟା ହେଇଯାଇଛି। ଚାଉଳ ହଁ ଅରୁଆ ଚାଉଳ ସବୁ ପେଷ୍ଟ ହେଇଯାଇଛି। ୟାକୁ ମୁଁ ଟିକେ ଆଉ ଟିକେ ଚକଟି ଦେଲେ ସିଝି ହେଇଗଲା ତ ପଣସଟା ସିଝେଇ ଦେଲେ ତାପରେ ହେଉଛି ଏଇଟା ଗୁଳେଇ ଦେଲେ ସେଦୁଅଟା ଛଣା ହବ। ଏ କେତେବେଳକୁ ସବୁ ଆରମ୍ଭ ହବ? ଏବେ ସାଙ୍ଗେ ସାଙ୍ଗେ କରିବା ଖାଇବ ଏଇନା। ସାଙ୍ଗେ ସାଙ୍ଗେ ଆରମ୍ଭ ହବ? ଚୁଲିରେ ନୂଆ ଚୁଲିରେ ନା ହବନି? ନା ନୂଆ ଚୁଲିରେ କେମିତି ହବ? ନୂଆ ଚୁଲିରେ ହବନି। ଆଉ ପୁରୁଣା ଚୁଲିରେ ଆମର କରିଦେବା। ଦେଖିବା ତାପରେ ସାଙ୍ଗମାନେ ଆଉ ଦେଖିଲୁ କେମିତି ହେଲା ଦେଖିବା ଏବେ ଟିକେ। ବହୁତ ସୁନ୍ଦର ହେଇଛି। ଆଉ ଆଇ ଏବେ ଏଠି କାକୁଡ଼ି ଖାଉଛି। ଆଇ ଚୁଲିଟା ହେଇଗଲା ଆଉ ନା ବଢ଼ିଆ ହେଇଛି ଚୁଲିଟା। ଆଉ ଖାଲି ଶୁଖିବାକୁ ବାକି ରହିଲା। ଆଉ ସେଇ ଚୁଲିରେ ଏଇନା ହବ ବଡ଼ା। ଆଉ କ'ଣ ପିଠା ହେଲାଣି ଟିକେ? ହଁ ହେଲାଣି ବା ପିଠା ସରିଲାଣି ସରିଲାଣି ବା। ତ ଫ୍ରେଣ୍ଡ ଦେଖିପାରୁଥିବେ ପିଠା ଏବେ ପଡ଼ିଛି ଏବେ। ଆଉ ତା ଦେହରେ ଏବେ ଏଠି କିଛି ପିଠା ହେଇଯାଇଛି। ଆଉ ଏଠି ଗୋଳା ହେଇକି କିଛି ପିଠା ଥୁଆ ହେଇଛି। ପିଠଉ ନା ବଡ଼ା କ'ଣ କୁହନ୍ତି? ବଡ଼ା ବା କ'ଣ କୁହନ୍ତି? ଓହୋ ଏଇଟା ପଣସରେ ହେଇଛି ନା? ତ ଗୋଟେ ପ୍ରକାର ହଁ ଗୋଟେ ପ୍ରକାର କହିବାକୁ ଗୋଟେ ପଣସରେ ହେଇଛି ଆଜି ପ୍ରଥମ ଥର ପାଇଁ। ପଣସରେ କେବେ ହେଇନଥିଲା ଆଜି ହେଇଛି। ତ ଟେଷ୍ଟ ଏନେ କରିଥିଲା ଯେ ସମସ୍ତେ ଏନେ କରିଥିଲେ। ମା ଟେଷ୍ଟ କରିଥିଲେ କହିଲେ ଭଲ ହେଇଛି ଭଲ ହେଇଛି। ଦେଖନ୍ତୁ ବୋଉ ଏବେ ଶାଗୁ ଖାଉଛନ୍ତି ସକାଳୁ ସକାଳୁ କାହିଁକି ନା ତାଙ୍କର ଦେହ ଭଲ ନାହିଁ। ଆଉ ଖାଇଲେ ମେଡ଼ିସିନ ଖାଇବେ। ଆଉ ଏଠି ଶାଗୁ ଏଠି ହେଇଛି। ଆଉ କ'ଣ ବହୁତ ହେଇଗଲା ଶାଗୁ? ଆଉ କେତେ ଶାଗୁ ଖାଇବ ନା ନାହିଁ ଏଇନା? ଏଇନେ ଖାଇବ ଆଉ ଟିକେ ପରେ ଖାଇବ ନା ନାହିଁ? ଦ୍ୱିପହରକୁ ଖାଇବ। ଆଉ ଶାଗୁ ଖାଉଛନ୍ତି ଦେହ ଭଲ ନାହିଁ ବୋଲି ମେଡ଼ିସିନ ବି ଆସିଛି ସେଠି ଥୁଆ ହେଇଛି। ଆଉ ସେପଟେ କ'ଣ କରୁଛନ୍ତି ଦେଖିବା ନାନୀ। ଏପଟେ ସବୁ ପରିବାପତ୍ର କଟା ହେଇକି ଥୁଆ ହେଇଯାଇଛି ଡାଲମା ହେବ ବୋଲି। ସେଠି ବି କଟା ହେଇକି ଥୁଆ ହେଇଛି ଆଳୁ ହେରିକା। ଆଉ ଏଠି ବଇଛନ୍ତି। ଆଉ ନାନୀ ଏଠି ହେଲା
କ'ଣ କରୁଛ ମାନେ ଚୁଲି ଲଗେଇ ଟିକେ ଚୁଡ଼ା ଭଜିଆ। ଆଉ ଏଠି ଚୁଲି ଏଠି ଲାଗିଲେ ସେଠି ଭାତ ବସେଇ ଦେଇଛି ଆଉ ଏଠି ଚୁଲି ଲାଗିଲେ ଏଠି ଚୁଡ଼ା ଭଜା ହେବ। ଆଉ ଏଠି ଛୁଆମାନଙ୍କର ତ ଖେଳ ଏଇଭଳିଆ ଖେଳ ସବୁ ଖେଳୁଛ ସବୁ କ୍ରିକେଟ୍ ଆଉ ଖାଲି ଖେଳ ଆଉ। ଆରେ ଖାଇବା ଆସୁନ ସବୁ ହଁ ଖାଇବା। ହଁ ଯା ଗୋଟେ ନଡ଼ିଆ ଭାଙ୍ଗି ଦିଅ ଚୁଡ଼ା ଆଉ କଦଳୀ ନେଇ ଆସିବ ଚକଡ଼ି ଖାଇବ। ନଡ଼ିଆ ହଁ ନଡ଼ିଆ ମୋତେ ଭଲ। ଏତେ ବାଟ ଚିତା ପକେଇ ସାରିଲଣି? ଦେଖୁନ ଜେଜେମା କେତେ ସୁନ୍ଦର ମାନେ ଚିତା ଆଙ୍କୁଛନ୍ତି। ଏଠି ପଡ଼ିଥିଲା ନା କାନ୍ଥ ଛାଡ଼ି ଦେଇଥିଲା ବୋଲି ତାକୁ ମା ଲେଖିଦେଲେ ଯେ ପଣସ ସଂକ୍ରାନ୍ତି ଆସିଥିଲା ତାକୁ ତୁ ଲେଖିଦେଲେ ହେଲା। ଆଉ ମା କହିଲେ କାନ୍ଥଟା କାହିଁ ଖାଲି ଖାଲି ଲାଗୁଛି ମୁଁ କହିଲି ଏମିତି ଛୋଟ ହେଇଥିଲା ତ ସେ ଯୋଗୁ କଳେଇ ଗୋତା କଳେଇ ଗୋତା ନା ତାହେଲେ ଗୋଟେ ଆଣିଦେବା ଛାଡ଼ିଦେବା ଆଉ ଚାଉଳ ପକେଇଦେ ଆଉ ଚାଉଳ ପକେଇଦେଲି ମା ଗୋଟେ ଚିତା ଆଙ୍କୁଛନ୍ତି। ସେଥିଲାଗି ଏବେ ଚିତାଟା ପକେଇ ହେଉଛି ନା। ହଁ ଆଉ ଏଠି କାନ୍ଥରେ ଗୋଟେ ଭଲସେ ଗୋଟେ ବଡ଼ ହେଇକି ଚିତା ପକେଇ ହେଉଛି ଏବେ। ଆଉ ମାଣବସା ଟାଇମ୍ରେ ସେଇଠି ଆଙ୍କିଥାନ୍ତିନି ଏମିତି ଟିକେ ଆଣିକି ଆସିଲେନି ତ ମାର୍ଗଶିରିଆ ମନ ଓଷା ମତେ ଡାକୁଛ କ'ଣ? ମାର୍ଗଶିରରେ ତମର କ'ଣ ତମର ମାର୍ଗଶିରିଆ ନାହିଁ? କେଜାଣି ମୁଁ ସମସ୍ତଙ୍କର ତ ମାଣବସା ଆଉ ତଳକୁ କରିଲନି ସେପଟା ହଁ ସେପଟଟା ଗୋଟେ ଇଏ ପକେଇ ହେବ। ତାର ମଝି ଆଙ୍ଗୁଠି ଦିଆହେଉଛି। ମୁଁ କେମିତି ଇଏ କହିଲ ନାନି ମୁଁ ଏଇ 3ଟା ଆଙ୍ଗୁଠିରେ ଏମିତି ଦେବି ତାହେଲେ ମଝି ଆଙ୍ଗୁଠିରେ ଭଲ ସାଇଜ୍ ଆସିବ। କ'ଣ କମ୍ପ୍ଲିଟ୍ ହେଇଗଲାଣି? କମ୍ପ୍ଲିଟ୍ ହଁ ସବୁ ସମ୍ପୂର୍ଣ୍ଣ ହେଲାଣି ପୁରା ଆସିକିରି। ଏଠି ଆଉ କ'ଣ ଗୋଟେ ଚଢ଼େଇ ଚାଲିଛି ଗୋଟେ ଚଢ଼େଇ ହେଇଯାଇଛି ସେପଟେ ଚଢ଼େଇ ହେଇଯାଇଛି ଆଉ ଗୋଟେ ଚଢ଼େଇ ଏପଟେ ଚାଲିଛି। ବହୁତ ସୁନ୍ଦର ହେଇଯାଇଛି ଆଉ ଅଧା ଅଧି ତ ଦେଖିଥିଲେ ଏବେ ସମ୍ପୂର୍ଣ୍ଣ ହେଇଯାଇଛି। ଆପଣମାନେ ଦେଖନ୍ତୁ କେତେ ସୁନ୍ଦର ହେଇଛି। ନାନୀ ଟିକେ କିଛି କହିଦିଅ ଏପଟକୁ ଟିକେ ମୁହଁ ଦେଖେଇକି ହଁ ହଁ ସମସ୍ତିକି। କହିଦିଅ। ଅଧାଟା ପୂରଣ କଲା ପର୍ଯ୍ୟନ୍ତ ଟିକେ ସମ୍ଭାଳନ୍ତୁ। ଓହୋ ଅଧାଟା କରିସାରିଲା ପରେ ସେ ମୁହଁଟା ଦେଖେଇକି କ'ଣ କହିବେ ହେଲା। ଟିକେ ସାଇଡ୍ ହେଇଯାଅ ନା ସମ୍ପୂର୍ଣ୍ଣ ଦେଖି ଦିଅନ୍ତୁ ସମସ୍ତେ। ବିଜି ଅଛନ୍ତି ହେଇଗଲା ଏବେ ଦେଖନ୍ତୁ ପୁରା କମ୍ପ୍ଲିଟ୍ ହେଇଗଲା ଏବେ ଚିତାଟା। ଆଉ କେମିତି ଦେଖା ହେଉଛି ଦେଖନ୍ତୁ ଏବେ। ଏଇଗୁଟା ଦାଣ୍ଡରେ ପକେଇଦେଲେନି ଦାଣ୍ଡରେ ଦାନ୍ତରେ କ'ଣ ଅଛି ଜାଗା? ଜାଗା ନାହିଁ ଆଉ କ'ଣ ଏପଟ କାନ୍ଥଟା ମାଟି ନୁହଁ ସେ ଚାଉଳ ଉପରକୁ ପକେଇଲେ ଦେଖି ହବ। କାଲି ଏଠି ଚାଉଳ ପକେଇ କରିବା ଚାଉଳ ପକେଇ ସବୁବେଳେ ଝୁଁକି ଆଙ୍କିଦେବେ ଆଉ କାନ୍ଥଟା ସୁନ୍ଦର ଲାଗିବ। ଦେଖିପାରୁଥିବେ ସାଙ୍ଗମାନେ ଆଉ ଏଠି ଏବେ ମାଆଙ୍କୁ ଆଉ ଏଠି ଏବେ ମମି ଏବେ ଅଳତା ଲଗେଇ ଦେଉଛି। ଅଳତା ନେଇ ଚାଲିଛି ଆଜି ହେଉଛି ଗୁରୁବାରଟା। ହଁ ଆଉ ଆଇ ତ ବାହାରିଲାଣି ନା ଯିବ ଭାରି ଆଇ। ଓହୋ ଓହୋ ତୁ ଲଗେଇଥିଲୁ? ଓହୋ ମମି ଏବେ ଓହୋ ଆଉ ସେଠି ଦେଖିପାରୁଥିବେ ଆଉ ଏଠି ଏବେ ମା ଏବେ ଚିତା ପକାଇଛନ୍ତି ଦେଖିପାରୁଥିବେ କେତେ ସୁନ୍ଦର ଲାଗୁଛି। ଆଉ ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ତାହେଲେ କମେଣ୍ଟ ମାଧ୍ୟମରେ କହିବେ କେମିତି ଲାଗୁଛି। ମା ଏତେ ସବୁ ଶିଖିଲ ଏବେ କେଉଁଠୁ ଏତେ ସୁନ୍ଦର ଚିତା? ଆମ ବାପା ତିଆରି କରିଥିଲେ ତ ସେତେବେଳେ ମୁଁ ବାପାଙ୍କଠୁ ସବୁ ଶିଖିଛି। ଓହୋ ମୋ ବାପା ତିଆରି ସବୁଥିରେ ଆଗରେ ଆଉ ରୋଷେଇରେ ଫାଷ୍ଟ ଚିତାରେ ଫାଷ୍ଟ ମାନେ କହିଲା ବେଳକୁ ସବୁଥିରେ ଫାଷ୍ଟ। ଚୁଡ଼ା ପୁଆ ଖଇ ଉକୁଡ଼ା ଘି ପିଠା ମିଠା ସବୁ ଆସେ। ଓହୋ ସବୁ କରିବି। ହଁ ଆପଣମାନେ ଶୁଣନ୍ତୁ ମା ନାନୀଙ୍କ କଣ୍ଠରୁ ହେଉଛି ଆଜି ଲକ୍ଷ୍ମୀପୁରାଣ ଗାଇବାକୁ ତାଙ୍କର ଇଚ୍ଛା ହେଲା। କହିଲେ ଆଜି ଗୁରୁବାର ଲକ୍ଷ୍ମୀପୁରାଣଟା ଗାଇବେ ଆଉ ଯେତିକି ମନ ଅଛି ସେତିକି ଗାଇବେ। ହଉ ଗାଉନ। ନମସ୍ତେ ନମସ୍ତେ ଆଉ ବଡ଼ ପାଟି କରୁନ। ନମସ୍ତେ କମଳା ମାଗ ସାଗର ଦୁଲଣୀ ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଧରଣୀ ନମସ୍ତେ କମଳା ମାୟ ଅତି ଦୟାବତୀ ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନୀତି ତୋର ଦୟା ବଳେ ମାଲ ଅନ୍ନ ମିଳଇ କେତେ ଅରଜିଲେ କେବେ ପେଟ ନ ପୁରଇ ତୋହର ଚରିତ ମନ ଦେଇ ଯେ ଶୁଣଇ କେଓ ବା ଭଗତି ଭାବେ ସର୍ବଦା ଗୁଣଇ ତାହାର ଦରିଦ୍ରପଣ ଯାଏ ଦୂର ହୋଇ ସର୍ବଦା ପ୍ରସନ୍ନତାକୁ ହେଉ ମହାମାଇ। ଏତିକି ମନ ଅଛି ନା ଆଉ ମନ ନାହିଁ? ସବୁ ବାଉଳା ହବ। ହଁ ସେତିକି ବଢ଼ିଆ ଲାଗିଲା।